ମୋ ବାପା ଜଣେ ଚାଷୀ। ମାଟି ସହ ଲଢ଼ି ମୋ ସବୁ ସ୍ୱପ୍ନ ସତ କରନ୍ତି। ମୁଁ ତାଙ୍କ ରାତିଦିନର ପରିଶ୍ରମ, ତାଙ୍କ ଝାଳ ବୁହା କଷ୍ଟରେ ଗଢ଼ା ତାଙ୍କ ଗେହ୍ଲା ରାଜକୁମାରୀ। ଆଉ ତାଙ୍କ ଆଖିର ସବୁଠୁ ବଡ଼ ସ୍ୱପ୍ନ, ସେ ଚାଷୀ ମାଟିର ମଣିଷ ହେଇପାରନ୍ତି, କିନ୍ତୁ ମୋ ପାଇଁ ତାଙ୍କ ଆଶା ଆକାଶଠୁ ବି ଉଚ୍ଚା। କେବେ ଝିଅଟେ ପାଇଁ ନିଜକୁ ସେ ଛୋଟ ଭାବି ନାହାନ୍ତି। କେହି ପଚାରିଲେ କୁହନ୍ତି ମୋ ଘରକୁ ମା ଲକ୍ଷ୍ମୀ ଆସିଛନ୍ତି। ମୁଁ ଥକିଗଲେ ବାପା କୁହନ୍ତି, ମାରେ ଜୀବନ ବହୁତ ସୁନ୍ଦର, ମାରେ ଜୀବନ ବହୁତ ସୁନ୍ଦର। ହାରିଯିବା ନୁହେଁ, ଆଗକୁ ବଢ଼ିବାର ନାଁ ହିଁ ଜୀବନ, ନିଜକୁ ସମ୍ମାନ ଦେବା ହିଁ ଜୀବନ। ମୁଁ ଦୁନିଆକୁ ଡରି ଚୁପ୍ ରହିଲା ବେଳେ ମୋ ବାପା ମୋତେ ଲଢ଼ିବା ଶିଖାନ୍ତି, କାରଣ ଦୁନିଆରେ ଗୋଟେ ଝିଅର ମୂଲ୍ୟ ସବୁଠୁ ଆଗ ବାପା ହିଁ ବୁଝାନ୍ତି। ସେଥିପାଇଁ ତାଙ୍କ ପାଖରେ ଝିଅର ସମ୍ମାନ ସବୁଠୁ ବଡ଼। ମୋ ବାପା ଚାଷୀଟିଏ ହେଲେ ବି ମୋ ପାଇଁ ଗର୍ବ। ମୋ ବାପା କେବେ ଭୋକରେ ରହିବା ଶିଖେଇ ନାହାନ୍ତି। ମୋ ବାପା ପରିଶ୍ରମ କରନ୍ତି, ଏଥିପାଇଁ ମୋତେ ଗର୍ବ ଅନୁଭବ ହୁଏ, କାରଣ ମୋ ବାପା ଗୋଟେ ଚାଷୀ, ଲକ୍ଷ ଲକ୍ଷ ଲୋକଙ୍କ ପେଟ ପୁରେ। ଝିଅର ପ୍ରଥମ ସୁରକ୍ଷିତ ସ୍ଥାନ, ପ୍ରଥମ ନାୟକ ଓ ପ୍ରଥମ ପ୍ରେମ ହେଲେ ବାପା। ସତରେ ପ୍ରକୃତରେ ଯୋଉ ଘରେ ଗୋଟେ ଝିଅଟିକୁ ସମ୍ମାନ ମିଳେ, ସେ ଘରେ ପ୍ରକୃତରେ ମଣିଷ ପରି ମଣିଷ ଥାନ୍ତି। ଆଉ ଏ କଥା ମୁଁ ମୋ ବାପାଙ୍କୁ ଦେଖିକି ବୁଝିଛି। ମୋ ବାପା ଜଣେ ଚାଷୀଟିଏ ହେଲେ ବି ମୋ ପାଇଁ ଗର୍ବ। ଆଉ ମୁଁ ଗର୍ବରେ ଅନୁଭବ କରେ ଆଉ ଗର୍ବର ସହିତ କହିପାରେ ମୋ ବାପା ଜଣେ ଚାଷୀ ଆଉ ମୁଁ ତାଙ୍କ ଝିଅ।